ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ବଜାରରେ ଚାଲିଥିବା 24 ବର୍ଷର ମା ବାସନ୍ତୀ ପୂଜା ବେଶ ଧୁମଧାମରେ ପାଳିତ ହେଉଛି। ରଙ୍ଗୀନ ଆଲୋକମାଳା ସାଜସଜ୍ଜା ସାଙ୍ଗକୁ ଝଲସୁଛି ସୁନ୍ଦର ତୋରଣ। ରୀତିନୀତି ପରମ୍ପରା ଅନୁସାରେ ମା ବାସନ୍ତୀଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ଖନ୍ତାପଡ଼ାରେ ପ୍ରସିଦ୍ଧ ମା ବାସନ୍ତୀଙ୍କ ପୂଜା ପ୍ରଥମ ବର୍ଷ ଘଟ ପୂଜାରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ଧରଣର ପୂଜା ଭାବରେ ହୋଇଆସୁଛି। ଚଳିତ ବର୍ଷ ଏହି ପୂଜାର ବିଶେଷ ଆକର୍ଷଣ ଭଜନ ସନ୍ଧ୍ୟା ଏବଂ ମେଲୋଡି ପ୍ରୋଗ୍ରାମ ରହିଥିବା କମିଟି ସଭାପତି ଶାନ୍ତନୁ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ପୂଜା 5 ଦିନ ଧରି ଚାଲିବ ବୋଲି ସେକ୍ରେଟାରୀ କରଣ କୁମାର ପଣ୍ଡା କହିଛନ୍ତି। ନବମୀ ଦିନ 2000 ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପୂଜାରେ ଦର୍ଶକଙ୍କ ଭିଡ଼, ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ପାଇଁ କମିଟିର सेक्रेटरी करण कुमार पंडा, सभापति शांतनु कुमार महांती, टुकु भाई, अजु भाई, सत्य, किरण भालू भाई, शिव भाई एवं समस्त मेंबर माने उपस्थित रही मिलित भाव कार्य करुछंती। बालेश्वर देवाशीष दास को रिपोर्ट, उत्कल 24 न्यूज।